ବାପା ରୁହ। ବାପା ମୁଁ କ'ଣ ଶୁଣିଲି ଧାନ ବିକିକି ଭାଇ ଦେଇଛ ପଇସା ଗାଡ଼ି କିଣିବା ପାଇଁ, ଆଉ ମୋ ଭାଗ? କ'ଣ ସ୍ତ୍ରୀ ପାଖରୁ ଶୁଣିକି ଚାଲି ଆଇଲୁ ହିସାବ ମାଗିବା ପାଇଁ? ତୁ ଯେଉଁ ପାଠ ପଢ଼ିକି ଚାକିରି କଲୁ ତୋ ପଛରେ 10 ଲକ୍ଷ ଟଙ୍କା ଖର୍ଚ୍ଚ ହେଇଛି। ସେ ଟଙ୍କା କିଏ ଦେଇଥିଲା? ଭାଇ ପରା 8 ବର୍ଷ ପଦାରେ ରହିକି ସବୁ ଯାକ ଟଙ୍କା ଦେଇଛି। କାହିଁ ସେତେବେଳେ ତ ତୁ ବୁଝିଲୁ ନାହିଁ। ତୁ ଯେତେବେଳେ ଗାଡ଼ିରେ ପଡ଼ିକି ସିରିୟସ୍ ହେଇଯାଇଥିଲୁ, ତୋ ଗୋଡ଼ ଅପରେସନ୍ ପାଇଁ 2 ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। ସେ ଟଙ୍କା କିଏ ଦେଇଥିଲା? ସେଇ ଭାଇ ଦେଇଥିଲା। ଆଜି ଭାଇକି ଗୋଟେ ଗାଡ଼ି କିଣିବା ପାଇଁ ପଇସା ଦେଇଦେଲୁ ବୋଲି ତୁ ହିସାବ ମାଗିବାକୁ ପଳେଇ ଆଇଲୁ। ଆରେ କ'ଣ ଖାଲି ସେତିକି? ତୁ ତ ଜାଣିଛୁ ମୋର ବୟସ ହେଲାଣି, ମୁଁ କାମଧନ୍ଦା କରିପାରୁନି। 10 ବର୍ଷ ହେଲା ଭାଇ ପରା ଘର ଚଳଉଛି। କାହିଁ କେଉଁ ଦିନ ତ ସିଏ ପାତର ଅନ୍ତର କରିନି ଇଏ ମୋ ସାନ ଭାଇ ଖାଇଗଲା, ମୋ ବୋହୂ ଖାଇଗଲା, କି ମୋ ପୁଅ ପୁତୁରା ଖାଇଗଲେ। କାହିଁ ଭାଇ ତ କେବେ ସେ କଥା କହିନି। ଆଜି ଭାଇ ଗୋଟେ ଗାଡ଼ି କିଣିଦେଲା ବୋଲି ତୁ ଏତେ କଥା କହୁଛୁ? ତୁ ତ ଚାକିରି କରୁଛୁ, ସେ କେବେ ତୋ ଚାକିରି ଟଙ୍କା ଖୋଜିଛି? ଆଜି ତୁ ହିସାବ ମାଗିବାକୁ ପଳେଇ ଆଇଲୁ। ବାପା ଭାଇ ମୋ ପାଇଁ ଏତେ କିଛି କରିଥିଲେ, ହେଲେ ମୁଁ ଜାଣିନଥିଲି, ମୁଁ ଭାଇକି ଭୁଲ ବୁଝିଥିଲି। ହଉ ବାପା ମୋର ଭୁଲ ହେଇଯାଇଛି, ମୁଁ ଏମିତି ଭୁଲ ଆଉ କେବେ କରିବିନି।